ଶ୍ରୋତାବନ୍ଧୁ ଜୀବନ କେଉଁ ଭଳି? ଏ ପ୍ରଶ୍ନର ସଠିକ୍ ଉତ୍ତର କାହା ପାଖରେ ନଥାଏ, କାରଣ ଏହା ଅଦ୍ଭୁତ, ସବୁ ଗଣିତର ଊର୍ଦ୍ଧ୍ୱରେ, ଅସମାହିତ, ଅପରିଭାଷିତ। କେତେବେଳେ ନିଦାଘ୍ର ଖରା ଖରା ତ କେତେବେଳେ ବର୍ଷଣ ମୁଖର ଶ୍ରାବଣ। ଜୀବନ ଏଇଠି ଥାଏ, ପୁଣି ଏଇଠି ନଥାଏ। ଜୀବନ ଭିତରେ ଅନେକ ଦ୍ୱନ୍ଦ୍ୱ, ସଂଶୟ, ସନ୍ଦେହ। ତେଣୁ ଏ ଖରା ଛାଇର ଖେଳକୁ ନେଇ ଆମ ଜୀବନ ପ୍ରଲମ୍ବିତ, ପୁଣି କେତେବେଳେ ସଂକୁଚିତ ବି। ଜୀବନ ଆମକୁ ଅନେକ କିଛି ଦିଏ, ଦେଖୁ ଦେଖୁ ଆଖି ପିଛୁଳାକେ ଅନେକ କିଛି ନେଇଯାଏ। ଜୀବନକୁ ଗୋଟିଏ ଜୀବନ ଭିତରେ ହୁଏତ ବୁଝିବା କଷ୍ଟକର, ତାକୁ ସାହାରାର ମରୁବାଲିରେ ଖୋଜିଲା ବେଳକୁ ସେ ହୁଏତ ସୁନୀଳ ସାଗର କୂଳରେ ଛିଡ଼ା ହୋଇଥାଏ ଆମକୁ ଅପେକ୍ଷା କରି। ଜୀବନକୁ ନେଇ ଅନେକ ଅସରା କଥା, ପୁଣି କେତେବେଳେ ମହାକାବ୍ୟର ପରିକଳ୍ପନା ମଧ୍ୟ ହୋଇଛି। ଏହି ଜୀବନର ବହୁବର୍ଣ୍ଣା ରୂପ ଓ ରାଗକୁ ନେଇ ସମକାଳୀନ ସମୟର ଜଣେ ବିଶିଷ୍ଟ କବି ଗୀତା ଷଡ଼ଙ୍ଗୀ ଜୀବନ ଗୀତା ନାମରେ ଏକ ଗୀତି କବିତା ସଂକଳନ ପ୍ରସ୍ତୁତ କରିଛନ୍ତି, ଯାହା 245 ଗୋଟି ଗୀତିକାର ସମନ୍ୱୟରେ ଅତି ଚମତ୍କାର ଗୀତି କବିତା ଗୁଚ୍ଛ। ଆଜି ଗୀତା ଷଡ଼ଙ୍ଗୀଙ୍କର ଜୀବନ ଗୀତା ସଂକଳନସ୍ଥ ଦୁଇଟି କବିତା ଆପଣମାନଙ୍କ ଉଦ୍ଦେଶ୍ୟରେ ମୁଁ ଉପସ୍ଥାପନ କରୁଛି। ଆଶା କରୁଛି ସେହି କବିତା ଭିତରେ ଆପଣମାନେ ଆପଣଙ୍କ ଜୀବନର ଅନେକ ରୂପ, ପ୍ରଶ୍ନ ଏବଂ ସ୍ଥିତିକୁ ଖୋଜି ପାଇବେ। ଜୀବନ ଗୀତା, କବି ଗୀତା ଷଡ଼ଙ୍ଗୀ। ଜୀବନ ରାସ୍ତାରେ ଅନେକ ଖରା, ଛାଇ ଟିକେ ପାଇଁ ହୁଏ ନେହୁରା। ଜୀବନ ରାସ୍ତାରେ ଅନେକ ଖରା, ଛାଇ ଟିକେ ପାଇଁ ହୁଏ ନେହୁରା। କେତେ ଘଟଣା ଦୁର୍ଘଟଣା ଘଟିଯାଏ ଜୀବନର ପଥେ। ସବୁଜ ସ୍ୱପ୍ନ ରାତ୍ରି ଶେଷେ ଚୁରମାର ହୁଏ ସବୁ ଯେତେ। ଆଶାର ହରିଣ ନଦିଏ ଧରା। ଜୀବନ ରାସ୍ତାରେ ଅନେକ ଖରା, ଛାଇ ଟିକେ ପାଇଁ ହୁଏ ନେହୁରା। ଅତୀତ ଆଉ ବର୍ତ୍ତମାନ, ଅତୀତ ଆଉ ବର୍ତ୍ତମାନ ଗଢ଼ୁଥାଏ ସିନା ଭବିଷ୍ୟତ। କପାଳ ଲେଖାକୁ କିଏ ବା ଟାଳି ଦେଇ ପାରିବ କୁହ ତ? ବିହିର ଲେଖନୀ ଗାର ସେ ପରା। ଜୀବନ ରାସ୍ତାରେ ଅନେକ ଖରା, ଛାଇ ଟିକେ ପାଇଁ ହୁଏ ନେହୁରା। ଆଉ ଏକ କବିତା କବି ଗୀତା ଷଡ଼ଙ୍ଗୀଙ୍କର ସେଇ ଜୀବନ ଗୀତା ସଂକଳନରୁ। ଜୀବନ କେବେ ପହଁରୁଥାଏ ନଈ ବଢ଼ିରେ, କେବେ ପୁଣି ସିଏ ସିଝୁଥାଏ ଘର ପୋଡ଼ିରେ। ଜୀବନ କେବେ ପହଁରୁଥାଏ ନଈ ବଢ଼ିରେ, କେବେ ପୁଣି ସିଏ ସିଝୁଥାଏ ଘର ପୋଡ଼ିରେ। ଜୀବନକୁ ଭଲ ପାଇ ନେଇଅଛି ଆପଣେଇ, ତା ସାଥିରେ ବୁଡ଼େ, ତା ସାଥିରେ ଉଡ଼େ। ଜଳେ ପୁଣି କେବେ ଦ୍ୱିପ୍ରହର ଖରା ତାତିରେ, ଜଳେ ପୁଣି କେବେ ଦ୍ୱିପ୍ରହର ଖରା ତାତିରେ। ଜୀବନ କେବେ ପହଁରୁଥାଏ ନଈ ବଢ଼ିରେ, କେବେ ପୁଣି ସିଏ ସିଝୁଥାଏ ଘର ପୋଡ଼ିରେ। ମିଛଠୁ ସୁନ୍ଦର ସିଏ, ସତଠୁ ଶାଣିତ ସିଏ। ମିଛଠୁ ସୁନ୍ଦର ସିଏ, ସତଠୁ ଶାଣିତ ସିଏ। ତା ସାଥିରେ ମିଶି ହେଉଥାଏ ଖୁସି, ହାତ ଧରି ତାର ବୁଲୁଥାଏ ଜ୍ୟୋତ୍ସ୍ନା ରାତିରେ। ଜୀବନ କେବେ ପହଁରୁଥାଏ ନଈ ବଢ଼ିରେ, କେବେ ପୁଣି ସିଏ ସିଝୁଥାଏ ଘର ପୋଡ଼ିରେ। ଜୀବନରେ କେବେ କେବେ ଏମିତି ବି ହୁଏ, ସମ୍ପର୍କର ଶକ୍ତ ଗଣ୍ଠି ଫିଟି ଛିଡ଼ିଯାଏ। ଜୀବନରେ କେବେ କେବେ ଏମିତି ବି ହୁଏ, ସମ୍ପର୍କର ଶକ୍ତ ଗଣ୍ଠି ଫିଟି ଛିଡ଼ିଯାଏ। ସମ୍ପର୍କର ସାହାନାଇ ସୁର ଯାଏ ଉଭେଇ, ପାଣି ଫୋଟକାର ପରି ସିନା ଯାଏ ମିଳେଇ। ସମୟଠୁ ବଡ଼ ଯାଦୁଗର ନାହିଁ, ଦେଖାଏ ସେ ସବୁଠି ହାତ ସଫେଇ। ସମ୍ପର୍କର ଗଣ୍ଠି ଯୋଡ଼େ ତ ଆପଣା ଛାଏଁ।
ଜୀବନରେ କେବେ କେବେ ଏମିତି ବି ହୁଏ ସମ୍ପର୍କର ଶକ୍ତ ଗଣ୍ଠି ଫିଟି ଛିଡ଼ିଯାଏ। ପାହାଡ଼ର ବୋଝ ମଥା ପରେ ବହି ଜୀବନ ଚାଲୁଥାଏ ଏକା ଏକା ପଥେ ରାତି ଓ ଦିନ। ସମୟଠୁ ବଡ଼ ସୌଦାଗର ନାହିଁ, ସଉଦା କରେ ସେ ସଦା ସ୍ୱପ୍ନ ପାଇଁ। ସପନ ବୋଇତେ ଭାସି ଚକ୍ରବାକ ଛୁଇଁ ଜୀବନରେ କେବେ କେବେ ଏମିତି ବି ହୁଏ ସମ୍ପର୍କର ଶକ୍ତ ଗଣ୍ଠି ଫିଟି ଛିଡ଼ିଯାଏ। କବିଙ୍କର ଆଉ ଏକ କବିତା ସେଇ ଜୀବନ ଗୀତା ସଂକଳନରୁ। ଜୀବନ ସାମ୍ନାରେ ଲକ୍ଷ୍ମଣ ରେଖାର ତିନିଗାର ହୋଇଛି ଟଣା। ଜୀବନ ସାମ୍ନାରେ ଲକ୍ଷ୍ମଣ ରେଖାର ତିନିଗାର ହୋଇଛି ଟଣା। ସେଇ ରେଖା ଟପି ପାରିବିନି ଯାଇ ଲାଗିଅଛି ତ କଟକଣା। ମୁକ୍ତିର ବର୍ଣ୍ଣବୋଧ ପଢୁଥାଏ ବସି ନୀତି। ମୁକ୍ତିର ବର୍ଣ୍ଣବୋଧ ପଢୁଥାଏ ବସି ନୀତି। ମୁକ୍ତି ଏତେ ସହଜେ ମିଳୟବା କେମିତି? ଦାଉ ଦାଉ ଜଳେ ଅଙ୍ଗାରର ରେଖା, ହୋଇଯାଏ ବୁଦ୍ଧି ଯେ ବଣା। ଜୀବନ ସାମ୍ନାରେ ଲକ୍ଷ୍ମଣ ରେଖାର ତିନିଗାର ହୋଇଛି ଟଣା। ସେଇ ରେଖା ଟପି ପାରିବିନି ଯାଇ ଲାଗିଅଛି ତ କଟକଣା। ପରାଜିତ ସୈନିକ ପାଲଟି ଯାଇଛି ସିଏ। ପରାଜିତ ସୈନିକ ପାଲଟି ଯାଇଛି ସିଏ। ଘର କୋଣେ କାନ୍ଦୁଛି ଲୁହ ଢାଳି ନୀତି ପ୍ରାୟ। ତଥାପି ଉପାୟ ଖୋଜୁଛି ସେ ନୂଆ, ଖୋଜି ପଥ ଜଣା ଅଜଣା। ଜୀବନ ସାମ୍ନାରେ ଲକ୍ଷ୍ମଣ ରେଖାର ତିନିଗାର ହୋଇଛି ଟଣା। ସେଇ ରେଖା ଟପି ପାରିବିନି ଯାଇ ଲାଗିଅଛି ତ କଟକଣା। ଶ୍ରୋତା ବନ୍ଧୁ, ଆମେ ଶୁଣୁଥିଲେ ଆମ ସମୟର ଜଣେ ବିଶିଷ୍ଟ ଗୀତି କବିଙ୍କୁ, କବି ଗୀତା ଷଡ଼ଙ୍ଗୀଙ୍କୁ। ତାଙ୍କର ପୁସ୍ତକର ଶୀର୍ଷକ ଥିଲା ଜୀବନ ଗୀତା ଏବଂ ଜୀବନକୁ ନେଇ ତାଙ୍କର ଅନେକ ପରିଭାଷା, ଅନୁଭବ, ଉପଲବ୍ଧିକୁ ଏଥିରେ ସେ ଅଜାଡ଼ି ଦେଇଛନ୍ତି ଆପଣମାନଙ୍କ ଉଦ୍ଦେଶ୍ୟରେ। ଆପଣମାନଙ୍କୁ ଆଜିର ଅଡ଼ିଓ କେମିତି ଲାଗିଲା ମତାମତ ଜଣାଇବାକୁ ଅନୁରୋଧ। ଧନ୍ୟବାଦ।